আপনার পরিচয়টা কবে? ମୋ ନାଁ ପୂର୍ଣ୍ଣଚନ୍ଦ୍ର ବାରିକ, ଘର ଆମର ଅହିରି, ଅନନ୍ତପୁର ଗ୍ରାମ ପଞ୍ଚାୟତ, ସୌର ବ୍ଲକ, ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ। আজ যে আজ্ঞা অর্জুনেশ্বর মহাদেবଙ୍କର ପ୍ରତିଷ୍ଠା ଦିବସ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଆଜ୍ଞା, ଦ୍ୱିତୀୟ ଦିନରେ କ'ଣ ଆଜ୍ଞା କାର୍ଯ୍ୟକ୍ରମ ଆପଣଙ୍କର? ଗତକାଲି ଯେଉଁ କଳସ ଶୋଭାଯାତ୍ରା କରାଯାଇଥିଲା, ସମସ୍ତେ ଯେଉଁମାନେ କଳସ ଶୋଭାଯାତ୍ରା ଯାଇଥିଲେ ଏବଂ ସମସ୍ତ କର୍ତ୍ତାମାନେ ପ୍ରଥମେ ତାଙ୍କର କାର୍ଯ୍ୟ କଲା ପରେ ଆଉ ଅନ୍ୟମାନେ ଯେଉଁମାନେ ସମସ୍ତେ ଥିଲେ ସମସ୍ତେ ଉପସ୍ଥିତ ହୋଇ ଆମେ ପ୍ରଥମେ ମହାଦେବଙ୍କର ଶିଖରକୁ କଳସ ତ୍ରିଶୂଳ ସ୍ଥାପନ ପାଇଁ ବ୍ୟବସ୍ଥା କରାଗଲା। ସେ ସମୟରେ ହଜାର ହଜାର ସଂଖ୍ୟାରେ ଏଠି ମା ମାଉସୀ ଗ୍ରାମବାସୀମାନେ ଆଉ ବାୟୁରୁ ଆସିଥିବା ଲୋକମାନେ ଉପସ୍ଥିତ ରହି ଶଙ୍ଖଧ୍ୱନିରେ ତାଙ୍କର କଳସ ସ୍ଥାପନ କରାଗଲା। କଳସ ସ୍ଥାପନ କରାଗଲା ପରେ ନୀତି ଅନୁସାରେ ଶିଖରରେ ପୁଣି ଜଳ ଢଳାଯାଇ ଯେଉଁ କଳସର ଯାତ୍ରାର ଜଳ ଆସିଥିଲା ସେ କଳସ ଯାତ୍ରା ଢଳାଯାଇ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆଜି ବର୍ତ୍ତମାନ ସୁଦ୍ଧା ଚାଲିଛି। ବର୍ତ୍ତମାନ ସୁଦ୍ଧା ଆମର କାର୍ଯ୍ୟକ୍ରମ ସରିନାହିଁ, ପୂଜାର ବର୍ତ୍ତମାନ ସୁଦ୍ଧା ଚାଲିଛି। ଆହୁରି ବି ପୂଜା ଆସନ୍ତା ଆହୁରି 2 ଦିନ ପୂଜା ପୁଣି ରହିଛି। ଆଜିର ପୂଜା ସରିଲା ବେଳକୁ ପାଖାପାଖି ସନ୍ଧ୍ୟା 5ଟା କି 5:30 ହେଇଯିବ। ସେତେବେଳେ ଏହି ପୂଜା ଆଜିକା ପାଇଁ ସେଇଠୁ ବନ୍ଦ ରହିବ। ପୁଣି କାଲି ଆସନ୍ତା ସକାଳ ଠାରୁ ପୁଣି ପୂଜା ଆରମ୍ଭ କରାଯିବ। ପୂଜା ସରିଲା ପରେ ଆଜ୍ଞା କ'ଣ ସାଂସ୍କୃତିକ କାର୍ଯ୍ୟକ୍ରମ ଅଛି? ପୂଜା ସରିଲା ପରେ ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଆମର କେଶବ ଚନ୍ଦ୍ର ଦାସ ଯେଉଁ କୁନି ପ୍ରବଚକ, ସନ୍ଧ୍ୟା 7ଟାରୁ ସେମାନେ ପ୍ରବଚନ କାର୍ଯ୍ୟ ଆରମ୍ଭ କରାଯିବ। ଭକ୍ତମାନଙ୍କର ଏଠି ଗାଁ ଲୋକମାନଙ୍କର ସମସ୍ତ ଉପସ୍ଥିତିରେ ଏହି ପ୍ରବଚନ କାର୍ଯ୍ୟ କରାଯିବ ଏବଂ ରାତିରେ ଭୋଜନ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ପ୍ରବଚନ ଆସିବେ କିମ୍ବା ଗ୍ରାମ ଲୋକ ବାହାରୁ ସମସ୍ତେ ଆସିଥିବା ଲୋକମାନେ ପ୍ରସାଦ ସେବନ କରି ଯାହା ଘରକୁ ଯାଇଛନ୍ତି। ଭକ୍ତଙ୍କର ସମାଗମ କେତେ ଆଜ୍ଞା? ଭକ୍ତଙ୍କର ଆମେ ତ ଆକଳନ କରିପାରୁନା, ପାଖାପାଖି ଆମେ ଭାବୁଛୁ 2000ରୁ କମ୍ ହେବ ନାହିଁ। ଦିନରେ ପ୍ରସାଦ ସେବନ ବେଳରେ 2000ରୁ 2500 ଲୋକ ପ୍ରସାଦ ସେବନ କରିକି ଯାଇଛନ୍ତି। ସନ୍ଧ୍ୟାବେଳେ ଠାକୁର ପରୀକ୍ଷା ଆମେ 2000 ପ୍ରସ୍ତୁତ ଅଛୁ। ଯାହା ହେଲେ ବି ଯେତେ ଲୋକ ଆସିବେ ଆମେ ପ୍ରସାଦ ବ୍ୟବସ୍ଥା ବି ରଖିଛୁ। ପ୍ରସାଦ ସେବନ କରି ଚାଲିଛୁ। ମୁଁ ରାମକୃଷ୍ଣ ମହାପାତ୍ର, ଆଜ୍ଞା ଘର ଘର ଏଇ ଗାଁରେ। ଆପଣ ଯେଉଁ ଗାଁରେ ଅହିରି ଗାଁରେ ଯେଉଁ ଅର୍ଜୁନେଶ୍ୱର ମହାଦେବଙ୍କର ପ୍ରତିଷ୍ଠା ଦିବସ ଆରମ୍ଭ ହେଇଛି, ଆଜି ହେଉଛି ତାର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନ ଆପଣ କ'ଣ କାର୍ଯ୍ୟକ୍ରମ ସବୁ ରହିଛି? ଆମର ଏଇ ଯେଉଁ ପ୍ରତିଷ୍ଠା ଉତ୍ସବ 18 ତାରିଖରୁ ଆରମ୍ଭ ହେଇକି 22 ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମନ୍ଦିରର ଆଜି ଆମର ମନ୍ଦିର ପ୍ରତିଷ୍ଠା, ବୃଷଭ ପ୍ରତିଷ୍ଠା, ଚଉରା ପ୍ରତିଷ୍ଠା ପ୍ଲସ୍ ପୁଷ୍କରଣୀ ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତ ହେବ ଏବଂ ଶିଖର ସ୍ନାନ ବି ଆଜି ଅନୁଷ୍ଠିତ ହେବ। 108 କଳସ ପାଣି, 108 କଳସ ପଇଡ଼ ଜଳ, 108 କଳସ କ୍ଷୀର ଏଥିରେ ପ୍ରଭୁଙ୍କ ମନ୍ଦିରର ଆଜି ମାନେ କରାଯିବ। ଆଜି ଆପଣଙ୍କର ପୂଜା ସରିଲା ପରେ ସନ୍ଧ୍ୟାରେ କିଛି ଆପଣ ସାଂସ୍କୃତିକ କାର୍ଯ୍ୟକ୍ରମ? ପୂଜା ସରିଲା ପରେ ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ଅଛି। ପ୍ରସିଦ୍ଧ ଯେଉଁ କୁନି ପ୍ରବଚକ ତାଙ୍କର ପ୍ରବଚନ କାର୍ଯ୍ୟକ୍ରମ ବି ଆଜି ଅଛି। କାଲି ବି ଆମର ବିଶିଷ୍ଟ ଯେଉଁ ଭଜନ ଗାୟକ ସୌର ଭରଦ୍ୱାଜଙ୍କର କାର୍ଯ୍ୟକ୍ରମ ବି ରହିଛି। ପ୍ରତ୍ୟେକ ଦିନ ଏବଂ ରାତିରେ ପ୍ରସାଦ ସେବନର ବନ୍ଦୋବସ୍ତ ରହିଛି। ଭକ୍ତଙ୍କର ସମାଗମ କେତେ ହୁଏ? ଭକ୍ତ ପ୍ରତ୍ୟେକ ଦିନ ପ୍ରାୟ ଆମେ ଦେଖୁଛୁ ଯେଉଁ ଆମର ଆନନ୍ଦ ବଜାରରେ ପ୍ରତ୍ୟେକ ଦିନ ଦିନରେ 2000ରୁ ଉର୍ଦ୍ଧ୍ୱ ଏବଂ ରାତିରେ 1500ରୁ ଉର୍ଦ୍ଧ୍ୱ ଭକ୍ତଙ୍କର ଏଠି ସମାଗମ ହେଉଛି ଏବଂ ତା ଛଡ଼ା ବି ଅନ୍ୟାନ୍ୟ ଭକ୍ତମାନେ ଆସୁଛନ୍ତି ମନ୍ଦିରରେ ବୁଲିକି ପ୍ରଭୁଙ୍କ ଆଶୀର୍ବାଦ ନେଇକି ଯାଉଛନ୍ତି।